ସାହସ। ସାନ ଭାଇର ସବୁ କଥାକୁ ଡର ଦେଖି ଲୁସି ମନ ଦୁଃଖ କରେ। ହାତ ଧରି ସାଙ୍ଗରେ ଭାଇକୁ ସ୍କୁଲ ନିଏ। ସେଦିନ ସାନ ଭାଇ ଜୋତାରେ ଅସରପା ଥିବାରୁ ବୋଉ ଅସରପା କାଢ଼ି ସାରିବା ପରେ ମଧ୍ୟ ଲପୁ ଜମା ଜୋତା ପିନ୍ଧୁ ନଥିଲା। ଏପଟେ ଲୁସିର ସ୍କୁଲ ଯିବା ପାଇଁ ଡେରି ହେଉଥିଲା। ଲୁସି ପ୍ରାର୍ଥନା କ୍ଲାସରେ ପ୍ରାର୍ଥନା ବୋଲେ। ସେଦିନ ସାର୍ ଗାଳି କରିଥିଲେ ଲୁସିକୁ। ତା ସାନ ଭାଇର ଡର ପାଇଁ ତାର ଡେରି ହୋଇଥିଲା ବୋଲି ସେ ସାରଙ୍କୁ କୈଫତ ଦେଇଥିଲେ ମଧ୍ୟ ଏଣିକି ସବୁଦିନ ପ୍ରାର୍ଥନା କ୍ଲାସରେ ଠିକ୍ ସମୟରେ ପହଞ୍ଚିବାକୁ ତାଗିଦ କରିଥିଲେ ସାର୍। ତୃତୀୟ ଶ୍ରେଣୀରେ ପଢ଼ୁଥିଲା ଲପୁ। ଖାଲି ଅସରପା କାହିଁକି, କାନ୍ଥରେ ଝିଟିପିଟି ଦେଖିଲେ ମଧ୍ୟ ଡରେ। ବୁଢ଼ିଆଣୀ ଦୌଡ଼ି ଆସି ମାଛିକୁ ତା ସୂତାରେ ବାନ୍ଧି ପକାଇଲେ ମଧ୍ୟ ଡରେ। ସାର୍ ଯେତେ ସାହସିକ କାହାଣୀ କହିଲେ ମଧ୍ୟ ଲପୁର ଡର ଛାଡ଼ୁ ନଥାଏ। ଲପୁ ପାଇଁ ଲୁସିର ବେଳେବେଳେ ସ୍କୁଲ ଆସିବା ଡେରି ହୁଏ। ଖାଲି କ'ଣ ଏଇ ଅସରପା, ଝିଟିପିଟି ବୁଢ଼ିଆଣୀ, ସାପ ନେଉଳ, ଏମିତିକି ବେଙ୍ଗକୁ ଡରୁଥିବା ଲପୁ ପବନର ସୁ ସୁ, ନଈର ଘୁ ଘୁ, ବର୍ଷାର ଟୁପୁ ଟୁପୁ ଶବ୍ଦ ସହିତ ଘଡ଼ଘଡ଼ି ଚଡ଼ଚଡ଼ି ବିଜୁଳିକୁ ମଧ୍ୟ ଡରେ। କେବଳ ଲୁସି ଅପା ସାଥିରେ ଥିଲେ ଷଣ୍ଢ ମୁଣ୍ଡ ହଲେଇଲେ କି କୁକୁର ଦୌଡ଼ି ଆସିଲେ ମଧ୍ୟ ସେ ଡରେ ନାହିଁ। ସେଦିନ କିନ୍ତୁ ତାଙ୍କ ଘରେ ନିଆଁ ଲାଗିଗଲା। ଲୋକମାନେ ସବୁ ଜିନିଷପତ୍ର କାଢ଼ି ଆଣିଥିଲେ ମଧ୍ୟ ଲୁସି ଓ ଲପୁର ସ୍କୁଲ ବ୍ୟାଗ୍ ଘରେ ରହିଯାଇଥିଲା। ଲୁସି ସାହସର ସହିତ ଦୁହିଁଙ୍କ ସ୍କୁଲ ବ୍ୟାଗ୍ ଆଣିବାକୁ ଯାଇ ଘରେ ନିଆଁ ଭିତରେ ପଶି ଫସିଗଲା। ଆଉ ଫେରିବାକୁ ବାଟ ପାଉନଥିଲା। ଲୁସିର ଫେରିବା ବିଳମ୍ବ ଦେଖି ସମସ୍ତେ ବ୍ୟସ୍ତ ବିବ୍ରତ ହୋଇପଡ଼ିଲା ବେଳେ ଲପୁ କମ୍ବଳ ଘୋଡ଼ି ହୋଇ ଘର ଭିତରକୁ ଯାଇ ଦେଖିଲା ଲୁସି ଅପା ଠିଆ ହୋଇଛି ସ୍କୁଲ ବ୍ୟାଗ୍ ଦୁଇଟି ସହ, ଆଉ ଚାରିପଟେ ନିଆଁ। ଲପୁ ଅପାକୁ କମ୍ବଳ ତଳକୁ ଆସିବାକୁ କହି ଦୁହେଁ ଦୁଇଟି ବ୍ୟାଗ୍ ସହ କମ୍ବଳ ଘୋଡ଼ି ହୋଇ ବାହାରକୁ ଆସିବା ବେଳକୁ ଦମକଳ ଆସିଯାଇଥିଲା ସତ, କିନ୍ତୁ ତା ପରଠୁ ଲପୁର ଡର ଛାଡ଼ି ଯାଇଥିଲା। ଯେକୌଣସି ବିପଦକୁ ସାହସର ସହିତ ମୁକାବିଲା କରିବାକୁ ସେ ଏଣିକି ବୁଝି ସାରିଥିଲା। ଏବେ ଆଉ ସ୍କୁଲକୁ ଯିବାକୁ ଲପୁ ଡେରି କରୁନଥିଲା। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।